ବଡ଼ ଦାଣ୍ଡ ଆଜି ସଜବାଜ, ନନ୍ଦୀ ଘୋଷ ଆଜି ସଜବାଜ। ବଡ଼ ଦାଣ୍ଡ ଆଜି ସଜବାଜ, ନନ୍ଦୀ ଘୋଷ ଆଜି ସଜବାଜ। କୋଡ଼େଇ ନବାକୁ ଭକତଙ୍କୁ, ଡାକି ତୀର୍ଥ କରି ଆଡ଼ ଭୁଜ। ଶୁଭେ ହରି ବୋଲ, ପଡ଼େ ହୁଳହୁଳି, କାଳିଆ ଆସିଛି ଦେଉଳୁ ବାହାରି। କଳା ବାମନକୁ ଦେଖିଦେଲେ ଥରେ, ସପନ ମୋହେବ ସତରେ। ଆଷାଢ଼ ମାସିଆ ଜାତରେ, ମୋ କାଳିଆ ଆସୁଛି ରଥରେ। ଆଷାଢ଼ ମାସିଆ ଜାତରେ, ମୋ କାଳିଆ ଆସୁଛି ରଥରେ। ଆଷାଢ଼ ମାସିଆ ଜାତରେ, ମୋ କାଳିଆ ଆସୁଛି ରଥରେ। ତାରଙ୍ଗ ଅଧର ଆହା କି ସୁନ୍ଦର ହସ ତାର ନାଲି ନାଲି। ତା ପ୍ରେମରେ ଥରେ ପଡ଼ିଛି ଯିଏରେ, ନିଜକୁ ଯାଇଛି ଭୁଲି। ହୋ ତାରଙ୍ଗ ଅଧର ଆହା କି ସୁନ୍ଦର ହସ ତାର ନାଲି ନାଲି। ତା ପ୍ରେମରେ ଥରେ ପଡ଼ିଛି ଯିଏରେ, ନିଜକୁ ଯାଇଛି ଭୁଲି। ତାର ନବା ପାଇଁ ଭିଡ଼ି, ଆସିଛି ରେ ଆଜି ସବୁ କାମ ଛାଡ଼ି। ରଥ ଟଣା ଭାଗ୍ୟ ମିଳଇ ଯାହାର, ସିଏ ବଡ଼ ପୁଣ୍ୟବନ୍ତରେ। ଆଷାଢ଼ ମାସିଆ ଜାତରେ, ମୋ କାଳିଆ ଆସୁଛି ରଥରେ। ଆଷାଢ଼ ମାସିଆ ଜାତରେ, ମୋ କାଳିଆ ଆସୁଛି ରଥରେ। ଯୋଉଠି କାଳିଆ ସେଇଠି ଗହଳି, ଜାଣିଛି ସତେ ସେ ଗୁଣି। କହିବା ଆଗରୁ ମନ କଥା ସବୁ ସେ ପୁଣି ଦଉଛି ଶୁଣି। ହୋ ଯୋଉଠି କାଳିଆ ସେଇଠି ଗହଳି, ଜାଣିଛି ସତେ କି ଗୁଣି। କହିବା ଆଗରୁ ମନ କଥା ସବୁ ସେ ପୁଣି ଦଉଛି ଶୁଣି। ସବୁ ଦେଖୁଛି ରେ ସେ ଚକାଡୋଳା, ନୀଳାଚଳ ଆମେ ନୀଳାଚଳ ଧାମେ, ଲାଗିଛି ତ ଲୀଳା। ଜୟ ଜଗନ୍ନାଥ କହି କହି ଆଜି ଟେକି ଦେଲି ଦୁଇ ହାତରେ। ଆଷାଢ଼ ମାସିଆ ଜାତରେ, ମୋ କାଳିଆ ଆସୁଛି ରଥରେ। ଆଷାଢ଼ ମାସିଆ ଜାତରେ, ମୋ କାଳିଆ ଆସୁଛି ରଥରେ। ଆଷାଢ଼ ମାସିଆ ଜାତରେ, ମୋ କାଳିଆ ଆସୁଛି ରଥରେ। ଜୟ ଜଗନ୍ନାଥ। ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ। ତ ଚାଲନ୍ତୁ, ଜୟ ଜଗନ୍ନାଥ। ଆପଣମାନଙ୍କୁ ଏହି ରଥ ଟଣା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ରହିଲା। ଏବେ ତ ଆମର ଠାକୁରଙ୍କର ରଥ ଟଣା ସରିଗଲାଣି। ଏବେ 9 ଦିନ ମାଉସୀ ଘରେ ରହିବେ, ତାପରେ ବାହୁଡ଼ିବେ ପୁଣି ଶ୍ରୀମନ୍ଦିରକୁ। ତ ଚାଲନ୍ତୁ, ଏଇଠି ବି ସବୁ ଜାଗାରେ ଜାଗା ଆପଣମାନେ କେଉଁ ଜାଗାରେ ରହୁଛନ୍ତି ନିହାତି ଭାବେ କମେଣ୍ଟ ଦ୍ୱାରା ଜଣେଇବେ। ପ୍ରତି ଜାଗାରେ ଛୋଟ ହଉ ବଡ଼ ହଉ, ଟିକି ଟିକି ଛୁଆମାନଙ୍କର ବି ରଥ ଦେଖିବେ, ମାନେ ଏତେ ସୁନ୍ଦର କିନା ଏଇ ରଥ ଟଣା ଟାଇମରେ ଟାଣନ୍ତି। ସେଇଟା ଗୋଟେ ମାନେ ଆସ୍ଥା ଓ ବିଶ୍ୱାସ। ତ ରଥ ପୁରୀକି ନ ଯାଇପାରିଲେ ବି ସବୁ ଜାଗାରେ ଆମେ ବଡ଼ଦାଣ୍ଡ, ସବୁ ଜାଗାରେ ଆମେ ଜଗନ୍ନାଥଙ୍କର ପୁରୀ ବଡ଼ ଦେଉଳ ସବୁ ଅନୁଭୂତିକି ଆମେ ଏଇଠି ସାଉଁଟି ଦେଉ। ତ ଚାଲନ୍ତୁ, କାହିଁକିନା ଦୂର ଜାଗା ପୁରୀ ସମସ୍ତେ ଯାଇପାରିବେ ବୋଲି ସମ୍ଭବ ନୁହଁ, କିନ୍ତୁ ଏଇଠି ହିଁ ଆମେ ବହୁତ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା, ଯେଉଁଟାକି ଆମର ତାରିଣୀ ମନ୍ଦିର ପାଖରେ, ବିଜୁ ପଟ୍ଟନାୟକ ଛକ ପାଖରେ। ଆଉ ଏଇଠୁ ରଥ ବାହାରିକିନା ଆମେ ଗଲାବେଳକୁ ମନ୍ଦିରକୁ, ମାଉସୀ ମା ମନ୍ଦିରକୁ ଏଇପଟରୁ ରଥ ଯାଆନ୍ତି, ପୁଣି ମାଉସୀ ମା ମନ୍ଦିରରୁ ଏଇପଟରେ ହିଁ ରଥ ଫେରନ୍ତି। ପୁରା ପାଖରେ, ଯେଉଁଟାକି ଆମେ ଖାଲି ଗୋଡ଼ରେ ବି ମୁଁ ମୋ ଘର ପାଖରୁ ଯାଇପାରିବି, ଏତେ ପାଖରେ। ତ ଏଇ ଛକ ପାଖରେ ଆମେ ଛିଡ଼ା ହେଇଥିଲୁ ଆମ କଲୋନୀର ସମସ୍ତେ ମିଶିକି।
ଯେଉଁମାନେ ଆପଣମାନେ ଜାଣିଥିବେ ଗୋଟେ ଲାଇନ୍ ବିୟୁଟିଜ୍ ବୋଲି ଗୋଟେ ଆମେ ଗୋଟେ କରିଛୁ ଗୋଟେ ସଂଗଠନ। ତ ଚାଲନ୍ତୁ ସେଇ ଯେତିକି ଜଣ ମିଶିକି ଆମେ ତା ଦେହରେ ଗ୍ରୁପ୍ରେ ଯେତେ ଜଣ ଅଛୁ ମେମ୍ବର ସେଇଥିରୁ 2-4 ଜଣ ମିଶିକି ଆମେ ଯାଇଥିଲୁ ଗୋଟେ ଖୁସି ମଜା ରଥରେ ଜଗନ୍ନାଥଙ୍କୁ ବଳଭଦ୍ରଙ୍କୁ ସୁଭଦ୍ରାଙ୍କୁ ଦେଖିଲୁ, ଖୁସି ଲାଗେ। ତ ଚାଲନ୍ତୁ ଆଷାଢ଼ ମାସିଆ ଜାତରେ ମୋ କାଳିଆ ଆସୁଛି ରଥରେ ରୂପା ପିନ୍ଧି ଖୁସି ବହୁତ ବଢ଼ିଆ ଅଭିନୟ କରିଛି। ଆପଣମାନେ ଯାଇକି ବି ଦେଖୁଥିବେ ଆଉ ଦେଖିଥିବେ, ଆଉ ଯେଉଁମାନେ ନ ଦେଖିଛନ୍ତି ଆପଣମାନେ ଦେଖି ବି ନିଅନ୍ତୁ। ବହୁତ ବଢ଼ିଆ ଗୀତଟା ଏଇଟା, ପୁରା ଏଇ ଗୀତର ଆଷାଢ଼ ମାସକୁ ନେଇକି ବି ଗୀତଟି ଲେଖା ହେଇଛି, ତାର ଲେଖାଟା ବି ସେମିତି ହେଇଛି। ଆଉ ପ୍ରତି ଜାଗାରେ ଆମର ଯେମିତିକି ଭୋଗର ଯେକୌଣସି କ୍ଷୀରି ହଉ କି ପଲଉ ହଉ, ମିଠା ପଲଉ ହଉ, ଆଇସ୍କ୍ରିମ୍ ହଉ ବ୍ୟବସ୍ଥା କରାହେଇଥିଲା ଭକ୍ତମାନଙ୍କୁ ସବୁ ଦେବା ପାଇଁ। ତ ଏଇଟା ପୁରା ଫ୍ରି ହିଁ ଥିଲା, ସମସ୍ତେ ଯାଇକି ଯେଝା ଯେଝା ଯିଏ ବି ଯାହା ଇଚ୍ଛା ହେବ କ୍ଷୀରିଠୁ ଆରମ୍ଭ କରିକି ଖାଉଥିଲେ। ଆଉ ଆକ୍ଚୁଆଲିରେ ଗୋଟେ କଥା ମୁଁ କହିବାକୁ ଚାହେଁ, ଯେଉଁମାନେ ଦେଉଛନ୍ତି ଏଇ ଭିଡ଼ିଓ ଦ୍ୱାରା ମୁଁ ଜଣାଇ ଦେଉଛି, ରାସ୍ତାଘାଟରେ ଏଇସବୁ ଜିନିଷ ଏମିତି ଖାଇକି ପକାଇବାଟା ଉଚିତ ନୁହଁ। ଆପଣମାନେ ନିହାତି ଭାବେ ଟିକେ ଭାବିବା ଦରକାର କି ଯେଉଁମାନେ ଦେଉଛନ୍ତି ଆମେ ତ ଖାଇ ନେଉଛେ, କିନ୍ତୁ ଗୋଟେ ରଥ ସେଇପଟରେ ରଥ ଗଡ଼ି ଗଡ଼ି ବି ଯିବ। ଆପଣମାନେ ଯେତେବେଳେ ରଥ ଗଡ଼ିବା ଆଗରୁ ହିଁ ତାକୁ ସେ ଜାଗାଟାକୁ କ୍ଷୀରି ଜଲପି ଆମର ହାଲୁଆ ସବୁ ଖାଇକି ଦେଖନ୍ତୁ କେମିତି ତଳେ ପକାଇଛନ୍ତି। ସେମିତି ପକାଇବା କଥା ନୁହଁ, କାରଣ ସେଇପଟରେ ରଥ ଆମର ଯାଉଛି, ସେଇପଟରେ ରାସ୍ତାରେ ରଥ ଟଣା ହେଇକି ଯିବେ। ତ ରାସ୍ତାକୁ ଯେତେ ପରିଷ୍କାର ରଖିବେ ସେତେ ଭଲ। ମୁଁ ଏଇ ଭିଡ଼ିଓରେ କହିବାକୁ ଚାହୁଁଛି ଏଇ କଥା ଯେ ରାସ୍ତାକୁ ପରିଷ୍କାର ରଖନ୍ତୁ, କାହିଁକିନା ରଥ ଆମର ସେଇପଟରେ ଯିବେ, ରଥ ଆମର ସେଇପଟରେ ଆସିବେ। ବଡ଼ ବଡ଼ ଡଷ୍ଟବିନ୍ କାର୍ଟୁନ୍ ନ ରଖିକି ବଡ଼ ବଡ଼ ବ୍ୟବସ୍ଥା କରନ୍ତୁ, ଯେମିତିକି ସବୁ କଚରା ସେଇଥିରେ ରହିଯିବ। କାର୍ଟୁନ୍ ଫୁଲ୍ ହେଇଗଲେ ପୁଣି କାର୍ଟୁନ୍ରୁ ତଳେ ହିଁ ପଡ଼ିବ ଅଟୋମେଟିକ୍। ତ ଗୋଟେ କାର୍ଟୁନ୍ ଯଦି ଫୁଲ୍ ହେଇଯାଉଛି ତାକୁ ନେଇକି ଆଉ ଗୋଟେ କାର୍ଟୁନ୍ ରଖନ୍ତୁ, ଯାହାଦ୍ୱାରା କି ଲୋକମାନେ ଯେଉଁମାନେ ଖାଉଛନ୍ତି କ୍ଷୀରି ଜଲପି ମିଠା ଆଇସ୍କ୍ରିମ୍ ଯାହା ଆମର ଭକ୍ତମାନଙ୍କ ପାଇଁ ହେଇଛି। ତ ଏଇଟା ବି ଦେଖନ୍ତୁ ସିଙ୍ଗଡ଼ା ବରା ସେଉ ଏଇଟା ବି ବଣ୍ଟନ କରାହେଉଥିଲା। ତ ସବୁ ଆମେ ବି ଟିକେ ଟିକେ ଖାଇଲୁ, କିନ୍ତୁ ଦୁଃଖ ଲାଗିଲା କି ସବୁ ଜିନିଷ ଖାଇ ଦେଇକି ରୋଡ଼ରେ ପକାଇ ଦେଉଛନ୍ତି। ତାର ୱେଷ୍ଟ ଆମର ଠୁଙ୍ଗା ଗୁଡ଼ାକ କି କଟରା ଗୁଡ଼ାକ ସବୁ ପକାଇ ଦେଉଛନ୍ତି, ସେମିତି କରିବା କଥା ନୁହଁ। ସେଇଟାକୁ ନେଇକି ଡଷ୍ଟବିନ୍ରେ ସାଇଡ଼୍ରେ ପକାଇବା କଥା, କାରଣ ଆମର ଠାକୁର ସେଇପଟରେ ଯାଉଛନ୍ତି। ଆପଣମାନେ ନିଜେ ଭାବନ୍ତୁ କେତେ କଚରା କରିକି ଯେଉଁ ରଖିଲେ ସେଇଟା କେତେ ଦୂର ଠିକ୍ କେତେ ଦୂର ଭୁଲ। ତ ଚାଲନ୍ତୁ ଏଇଟା ଆର ବର୍ଷକୁ ମୁଁ ଭାବୁଛି ବୋଧେ ଆପଣମାନେ ଏଇ ଭିଡ଼ିଓ ଯେଉଁମାନେ ଦେଖୁଥିବେ ନିଜେ ଟିକେ ମନରେ ଭାବିବେ, ସବୁ ଲୋକ କେତେ ଲୋକ ଭିଡ଼ ଆଉ କେତେ ମନୋରଞ୍ଜନ ହେଉଥିଲା। ରଥ ଟଣାକୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମାନେ ଆସିବେ ବୋଲି ଅପେକ୍ଷା ବି କରିଥିଲେ। ତ ଖୁସି ସାଙ୍ଗରେ ଠାକୁରଙ୍କୁ କେମିତି ଆମେ ନେଇକି ମନ୍ଦିରରେ ଭଲ ଭାବରେ ରଥରେ ଟାଣିକି ଭଲ ଭାବରେ ନେଇକି ପହଞ୍ଚେଇବା ସେଇଟା ବି ଆମର ଭାବିବା ଉଚିତ। ତ ଚାଲନ୍ତୁ ଯେଉଁମାନେ ଏଇ ଭିଡ଼ିଓ ଦେଖୁଛନ୍ତି ନିହାତି ଭାବେ ଟିକେ ବୁଝିଥିବେ କି ମୁଁ ଏଇ ଭିଡ଼ିଓରେ ଦ୍ୱାରା କ'ଣ କହିବାକୁ ଆପଣମାନଙ୍କୁ ଚାହୁଁଛି। ତ ଚାଲନ୍ତୁ ଆଷାଢ଼ ମାସିଆ ରଥରେ ଜାତରେ ମୋ କାଳିଆ ଆସୁଛି ରଥରେ। ତ ଚାଲନ୍ତୁ ଏଇ ଗୀତଟି ଆପଣମାନଙ୍କୁ କିପରି ଲାଗିଲା ଆପଣମାନେ ଶୁଣିଲେ। ମୁଁ ଚେଷ୍ଟା କରିଛି ଗୀତଟି, କିନ୍ତୁ ଗୀତଟି କିପରି ଲାଗିବ ଆପଣମାନଙ୍କ ମତ ଜଣେଇବେ। ରହିଲା ତ ଆର ରଥ ଟଣାକୁ ବାହୁଡ଼ାକୁ ଆଉ ଦେଖିବା। ଆଉ ଆର ରଥ ଟଣାରେ ପୁଣି ଆପଣମାନଙ୍କ ପାଖରୁ ମୁଁ ଏତିକି ଚାହିଁବି କି ଏମିତି ରୋଡ଼ରେ କଚରା ପକାନ୍ତୁ ନାହିଁ। ଖାଇସାରିକିନି ଯେତେବେଳେ ଆମର ଏଇଟା ଖାଇବା ଆଗରୁ ମାନେ ରଥ ଏଇପଟେ ଯାଇନାହାନ୍ତି ଏତିକି କଚରା କରିଦେଇ ସାରିଲେଣି, ରଥ ଆସିଲା ପରେ କେତେ କଚରା ଆହୁରି ହେବ। ତ ସେମିତି କରନ୍ତୁନି। ଯାହା କ୍ଷୀରି ଫିରି ଖାଉଛନ୍ତି ଯାହା କରୁଛନ୍ତି ଆମେ ଖାଉଛେ ନା, ତାକୁ ରାସ୍ତାରେ ଏମିତି ପକେଇକିନି ରଖିବାଟା ଠିକ୍ ନୁହଁ। ତ ଚାଲନ୍ତୁ ରଥ ଟଣା ପରେ ଏଇ ବ୍ୟବସ୍ଥା ଟିକେ ମୋତେ ଖୁସି ଲାଗିଲା କି ଯେଉଁ ମ୍ୟୁନିସିପାଲିଟି ତରଫରୁ ବି ଝାଡ଼ୁ ସାଙ୍ଗେ ସାଙ୍ଗେ ଲଗାଉଥିଲେ। କିନ୍ତୁ ଭାବନ୍ତୁ ଟିକେ ରଥ ଟଣା ଆଗରୁ ବି ଆମେ କାହିଁକି ଏମିତି ରୋଡ଼ରେ ପକାଇବା, ରୋଡ଼ରେ ପକାଇବାଟା ଉଚିତ ନୁହଁ। ଆମେମାନେ ବି ନିଜେ କଥାବାର୍ତ୍ତା ହେଉଥିଲୁ, ମୁଁ ବି କ୍ଷୀରି ଖାଇଲି, ଯେଉଁଟା ବି ଖାଇଲୁ ଆମେ ଡଷ୍ଟବିନ୍ ଯେଉଁ କାର୍ଟୁନ୍ ଗୁଡ଼ାକ ରହିଥିଲା ଡଷ୍ଟବିନ୍ ପକାଇବା ପାଇଁ ସେଇଥିରେ କଚଡ଼ାରେ ନେଇକି ଆମେ ପକାଉଥିଲୁ, ଯେଉଁଠି କଚଡ଼ା ପଡ଼ୁଥିଲା, ଯେଉଁଠି ଆମର ଠୁଙ୍ଗା
ଠୁଙ୍ଗା ଚୁକୁଲି ଗୁଡ଼ାକ ସବୁ ପଡ଼ୁଥିଲା ଠୁଙ୍ଗା ଗୁଡ଼ାକ, ତ ସେଇଠି ନେଇକି ପ୍ଲାଷ୍ଟିକ୍ ୱେଷ୍ଟ ଠୁଙ୍ଗା ଗୁଡ଼ାକ ନେଇକି ପକାଇବା କଥା କପ୍ ଗୁଡ଼ାକ। ତ ସେଇଠି ବି ଆମେ କଥାବାର୍ତ୍ତା ହେଉଥିଲୁ। ଏତେ ଯେଉଁମାନେ ଭକ୍ତଙ୍କ ଲାଗି ଚିନ୍ତା କରୁଛନ୍ତି, ଖାଇବାକୁ ଦେଉଛନ୍ତି, ପାଣି ଦେଉଛନ୍ତି, ଦହି ସରବତ ଦେଉଛନ୍ତି, ଆଇସ୍କ୍ରିମ୍ ଦେଉଛନ୍ତି, ଆପଣମାନେ ଖାଉଛନ୍ତି ଆଉ ରାସ୍ତାରେ ପକାଇ ଦେଉଛନ୍ତି। ଆପଣମାନେ ନିଜେ ଟିକେ ଭାବି ନିଅନ୍ତୁ କେତେ ଦୂର ଏଇଟା ଠିକ୍। ତ ଚାଲନ୍ତୁ ଏଇଠି ରଥ ଟଣା ତ ସରିଗଲା। ପୁଣି ଦେଖାହେବ ନେକ୍ସଟ ଭିଡ଼ିଓରେ। ଆମେମାନେ ବି ହେଇ ସିଙ୍ଗଡ଼ା ବରା ସବୁ ନେଇକି ଖାଉଛୁ, ଜଲପି ଆଉ ବଢ଼ିଆ ହାଲୁଆ ବି ହେଇଥିଲା, ମିଠା ହାଲୁଆ, ସୁଜି ହାଲୁଆ, କେତେ ରକମ ଆଇଟମ୍ ହେଇଥିଲା। କିଛିଟା ପାଖକୁ ଆମେ ଯାଇନୁ କାରଣ ପେଟ ବି ପୁରି ଯାଉଛି ଟିକେ ଟିକେ ଖାଇଲା ବେଳକୁ, ତ ଖାଇକି ବୁଲୁଥିଲୁ। ଆଉ ୱେଷ୍ଟ କପ୍ ଗୁଡ଼ାକ ନେଇକି ଆମେମାନେ ସବୁ ସେଇ କାର୍ଟୁନରେ ହିଁ ରଖୁଥିଲୁ। ତ ସେମିତି କରନ୍ତୁ, କାର୍ଟୁନ ଯଦି ଭରି ଯାଉଛି କୁହନ୍ତୁ ଆଉ ଗୋଟେ କାର୍ଟୁନ ଥୋଇଦେବେ, ତ ଏମିତି ତଳେ ପକାନ୍ତୁନି। ଏଇଟା ମୋର ରିକ୍ୱେଷ୍ଟ ଆପଣମାନଙ୍କୁ। ଆପଣମାନେ ସେମିତି ଆର ବର୍ଷକୁ କରନ୍ତୁ ନାହିଁ। ଯେଉଁମାନେ ରାଉରକେଲାରେ ମୋର ଭିଡ଼ିଓ ଦେଖୁଛନ୍ତି ଆଉ ମୋ ଘର ପାଖାପାଖି ଏଇଠି ପାଖରେ ରହୁଛନ୍ତି, ଯେଉଁଠିକି ଆମର ରଥ ଯାଉଛି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ରଥ ପାର ହେଇକି ଯାଉଛି, ତ ସେଇ ରାସ୍ତା ଗୁଡ଼ାକ କ୍ଲିନ୍ ରଖନ୍ତୁ। କାହିଁକି ନା ସେଇ ରାସ୍ତା ଗୁଡ଼ାକ କ୍ଲିନ୍ ରଖିଲେ ଠାକୁର ଆମର ସେଇପଟରେ ପରା ଯାଉଛନ୍ତି। ଆପଣମାନେ ଟିକେ ଭାବିବା କଥା। ତ ଚାଲନ୍ତୁ ଆଜିର ଭିଡ଼ିଓଟି କିପରି ଲାଗିଲା। ଏଇଠି ରଥ ଟଣା ତ ସରିଗଲା, ପୁଣି ଆର ରଥ ଟଣାକୁ ଦେଖାହେବ ବାହୁଡ଼ାରେ। ଯଦି ବର୍ଷା ନ ହୁଏ ଭାବୁଛି ଏଇ ପାଖକୁ ପୁଣି ଯିବି। ଏଇପଟରୁ ହିଁ ଯେଉଁଠି ଦେଖୁଛନ୍ତି ବିଜୁ ପଟ୍ଟନାୟକ ଛକ ସେଇଠି ଛିଡ଼ା ହେଲେ ସେଇଠୁ ହିଁ ପୁଣି କ୍ରସ୍ କରିକି ଯିବେ ପାର ହେଇକି ତାଙ୍କ ମନ୍ଦିରକୁ। ତ ଚାଲନ୍ତୁ ଏବେ ମାଉସୀ ମା ଘରେ ଆମ ଜଗା ବଳଭଦ୍ର ଭାଇ ଭଉଣୀ ସମସ୍ତଙ୍କୁ ଧରିକି ଜଗା ରହିଛନ୍ତି। ତ ଚାଲନ୍ତୁ ସେଇଠି ବି ମନ୍ଦିର ବି ଭିଡ଼, ଏଇ 9 ଦିନ ପୁରା ମନ୍ଦିର ବି ଭିଡ଼ ରହେ। ଯିଏ ଯିବାକୁ ଚାହାନ୍ତି ଭକ୍ତମାନେ ଯାଇକି ଦର୍ଶନ କରନ୍ତି। ଆଉ ବହୁତ ଶୀଘ୍ର ଆର ବର୍ଷ ଟିକେ ଲେଟ୍ ହେଇଯାଇଥିଲା, ମାନେ ଜଗନ୍ନାଥଙ୍କ ରଥ ଆସିବା ପାଇଁ। ସୁଭଦ୍ରା ବଳଭଦ୍ର ତାଙ୍କ ରଥ ପଳେଇ ଆସିଥିଲା ଆଗେ, କିନ୍ତୁ ଜଗନ୍ନାଥ ରହିଯାଇଥିଲେ। ରାତି ପୁରା ହେଇଯାଇଥିଲା, ତ ଆମେମାନେ ଭାବିଲୁ କାହିଁକି ଜଗନ୍ନାଥଙ୍କ ରଥ ରହିଲା, ବିଳମ୍ବ ହେଲା। କିନ୍ତୁ ଏଇଥରକ ଏଇ ବର୍ଷ ଆମର 2026ରେ ପୁରା ବଢ଼ିଆ କିନା ଆମର ଜଗନ୍ନାଥ ରଥ ପଳେଇ ଆସିଲେ ବହୁତ ଶୀଘ୍ର। ଆମର ଏଇ ଯେଉଁ ଛକ ପାଖକୁ ପୁରା ଠିକ୍ 6ଟା 6:30 ବେଳକୁ ପଳେଇ ଆସିଲେ। ତ ଚାଲନ୍ତୁ ଏଇଟା ଥିଲା କିଛିଟା ଅନୁଭୂତି ଏଇ ରଥଯାତ୍ରା, ଏଇ ବର୍ଷ ରଥଯାତ୍ରାର। ତ ଚାଲନ୍ତୁ ଆପଣମାନଙ୍କୁ ଗୀତଟି କିପରି ଲାଗିଲା କମେଣ୍ଟ ଦ୍ୱାରା ଜଣାଇବେ। ଆପଣମାନେ କେଉଁ ଜାଗାରୁ ମୋ ଭିଡ଼ିଓ ଦେଖୁଛନ୍ତି, ଯେଉଁମାନେ ଦେଖୁଛନ୍ତି ଆଉ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ ଚ୍ୟାନେଲଟିକୁ। ମୈତ୍ରୀ ଛନ୍ଦା ସାମଲ ଚ୍ୟାନେଲକୁ ଆପଣମାନଙ୍କୁ ସବସ୍କ୍ରାଇବ୍ କରିବାକୁ ପଡ଼ିବ। ତ ଚାଲନ୍ତୁ ଆପଣମାନେ କରିଲେ ଯାଇକି ଆପଣମାନଙ୍କ ପାଖରେ ନୋଟିଫିକେସନ୍, ଯେଉଁ ଭିଡ଼ିଓ ମୁଁ ସାଙ୍ଗେ ସାଙ୍ଗେ ପଠେଇବି ନୋଟିଫିକେସନ୍ ଯାଇକି ପହଞ୍ଚିଯିବ। ଆଗରୁ ହାଇଦ୍ରାବାଦ ଭିଡ଼ିଓ ବି ଯାଇଛି, ତ ଆପଣମାନେ ବି ଦେଖିଥିବେ। ଆପଣମାନଙ୍କ ମତ ଜଣାନ୍ତୁ, କମେଣ୍ଟ ଜଣାନ୍ତୁ। ରହିଲି, ପୁଣି ଦେଖାହେବ ନେକ୍ସଟ ଭିଡ଼ିଓରେ। ରହିଲି, ଲଭ୍ ୟୁ ଅଲ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ଗୀତଟି ଏଇଟା ଥିଲା। ଆଉ ଆପଣମାନଙ୍କ ପାଇଁ ଆଉ ଗୋଟେ ଗୀତ ଗାଉଛି ମୁଁ। ଏ କାଳିଆ ଆଖି ଦୁଇ ଯଦି ହବୁରେ କଜଳକାର ମୁଁ ହେବି। ଆଖି ଦୁଇ ଯଦି ହବୁରେ କଜଳକାର ମୁଁ ହେବି। ଲାଗି ଲାଗିଥିବି ପତାରେ ପତାରେ, ଲାଗି ଲାଗିଥିବି ପତାରେ ପତାରେ। ତୋ ଆଖିରେ ରହିଥିବି କଜଳକାର ମୁଁ ହେବି। ଆଖି ଦୁଇ ଯଦି ହବୁରେ କଜଳକାର ମୁଁ ହେବି। ଗଳାଟିଏ ଯଦି ହବୁରେ ତୁଳସୀ ମାଳା ମୁଁ ହେବି। ମତେ ତୁ ଗଳାରେ ପିନ୍ଧିବୁ, ତୋ ଗଳାରେ ଝୁଲୁଥିବି। ଏ କାଳିଆ ମଥାଟିଏ ଯଦି ହବୁରେ ଚନ୍ଦନ ଟିପା ମୁଁ ହେବି।
ମଥାଟିଏ ଯଦି ହବୁରେ ଚନ୍ଦନ ଟିପା ମୁଁ ହେବି କଳା କପାଳକୁ ଚନ୍ଦନେ ଚନ୍ଦନେ କଳା କପାଳକୁ ଚନ୍ଦନେ ଚନ୍ଦନେ ଟିପି 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 ସଜେଇ ଦେବି ଚନ୍ଦନ ଟିପା ମୁଁ ହେବି ଆଖି ଦୁଇ ଯଦି ହବୁରେ କଜଳକାର ମୁଁ ହେବି କଜଳକାର ମୁଁ ହେବି ଓଠଟିଏ ଯଦି ହବୁରେ ବଇଁଶୀଟିଏ ମୁଁ ହେବି ତୋ ଓଠରେ ଲାଗିଥିବି ସୁରେ ସୁରେ ବାଜୁଥିବି ଏ କାଳିଆ ଦେହଟିଏ ଯଦି ହବୁରେ ଫଗୁଅ ଭୀର ମୁଁ ହେବି କଳା ଶ୍ରୀ ଅଙ୍ଗକୁ ନାଲିରେ ନାଲିରେ କଳା ଶ୍ରୀ ଅଙ୍ଗକୁ ନାଲିରେ ନାଲିରେ ମୋ ରଙ୍ଗରେ ରଙ୍ଗେଇ ଦେବି ଫଗୁଅ ଭୀର ମୁଁ ହେବି ଫଗୁଅ ଭୀର ମୁଁ ହେବି ଆଖି ଦୁଇ ଯଦି ହବୁରେ କଜଳକାର ମୁଁ ହେବି କଜଳକାର ମୁଁ ହେବି କଜଳକାର ମୁଁ ହେବି କଜଳକାର ମୁଁ ହେବି। ଦର୍ଶକ ବନ୍ଧୁ ଏଇ ଭିଡ଼ିଓଟିରେ ଆପଣମାନଙ୍କୁ ଦୁଇଟା ଗୀତ ମୁଁ ଶୁଣେଇଲି ଜଗାଙ୍କର ଭଜନ ତ ଚାଲନ୍ତୁ ଆପଣମାନଙ୍କୁ କିପରି ଲାଗିଲା ଗୀତ ସାଙ୍ଗକୁ ଭିଡ଼ିଓ ଆପଣମାନେ ନିହାତି ଭାବେ କମେଣ୍ଟ ଦ୍ୱାରା ଜଣେଇବେ ରହିଲି ପୁଣି ଦେଖାହବ ନେକ୍ସଟ ଭିଡ଼ିଓରେ ନୂଆ କିଛି ନେଇକି ଆସିବି ଆପଣମାନଙ୍କ ପାଇଁ ସୁନ୍ଦର ଭିଡ଼ିଓ ନେଇକି ଆସିବି ରହିଲି ସେତିକି ସମୟ ପାଇଁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମୋ ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଆପଣମାନେ ଦେଖିଥିବାରୁ ଧୈର୍ଯ୍ୟର ସହିତ ତ ଚାଲନ୍ତୁ ପୁଣି ଦେଖାହବ ନେକ୍ସଟ ଭିଡ଼ିଓରେ ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ ଚାଲନ୍ତୁ ଆଉ ଗୋଟେ ଗୀତ ଆପଣମାନଙ୍କ ପାଇଁ ଜଗାଙ୍କର ଗୀତ ତ ଚାଲନ୍ତୁ ଗାଉଛି ଆପଣମାନଙ୍କୁ କିପରି ଏଇ ଭିଡ଼ିଓଟି ଲାଗିବ ନିହାତି ଭାବେ କମେଣ୍ଟ ଦ୍ୱାରା ଜଣେଇବେ ତ ଚାଲନ୍ତୁ ପୁଣି ଗୋଟେ ଗୀତ ଷ୍ଟାର୍ଟ କରୁଛି ଆପଣମାନେ ଶୁଣି ନିଅନ୍ତୁ ତ କାଳିଆଙ୍କର ଦିନ ତେଣୁକରି କାଳିଆଙ୍କ ଭିଡ଼ିଓ ତ ଚାଲନ୍ତୁ କାଳିଆଙ୍କ ଗୀତ ନ ଗାଇକି କେମିତି ରହିପାରିବା ତ ଚାଲନ୍ତୁ ଏଇ ଗୀତଟି ଆପଣମାନଙ୍କ ପାଇଁ ପୁନର୍ବାର ପୁଣି ଆଉ ଗୋଟେ ଗୀତ ମୁଁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ ମୁଁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ ମୋ ଆଖି କଳାରେ ମୁହଁ ତାର କଳା ମୋ ଆଖି କଳାରେ ମୁହଁ ତାର କଳା ମୋ ସିନ୍ଦୁର ଲାଗିଗଲା ତା ଓଠକୁ ମୁଁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ ମୁଁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ ନିତି ରାତି ଅଧେ ମଳୟ ବହୁଛି ଋଣ ଝୁଣୁ ଝୁଣୁ